ସାଙ୍ଗମାନେ ଦେଖିପାରୁଥିବେ ଏଇଟା ହେଉଛି ରୁମ୍ ହିଟର୍। ଗୋଟେ କଷ୍ଟମର ଆଣିକି ଏଟାକୁ ଦେଇଦେଇଗଲେ, କହିଲେ ଭାଇ ଏଇଟା ଚାଲୁନି। ବୋଲେ କ'ଣ ପ୍ରୋବ୍ଲେମ୍ ହେଇଛି ନା ଆର ଗରମ ହେଉଛି ଆଉ ଗରମ ହାୱା ପକାଉନି। ମୁଁ ସେଠି ଖୋଲିକି ଦେଖିଲି, ଖୋଲିକି ଦେଖିଲା ପରେ ତା'ର ଫ୍ୟାନ୍ଟା ଭାଙ୍ଗି ଯାଇଛି। ଆଉ ସେ କ'ଣ କେମିତି ରିପାରିଂ ହେବ, କ'ଣ କେମିତି ଫିଟିଂ ହେବ, ଚାଲୁ ହେବ, ଆପଣମାନେ ଟିକେ ଭିଡ଼ିଓକୁ ଟିକେ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ ସେୟାର କରିବେ। ଚାଲନ୍ତୁ ଆମେ ଏଟାକୁ ଖୋଲିକି ଦେଖିବା କ'ଣ କେମିତି କାମଟା ହେଉଛି, କ'ଣ କେମିତି ସେ ଭାଙ୍ଗିଛି, କ'ଣ କେମିତି ସିଷ୍ଟମ୍ ହେଇଛି, ଫ୍ୟାନ୍ଟା କ'ଣ ପ୍ରୋବ୍ଲେମ୍ ହେଇଛି। ଚାଲନ୍ତୁ ଆମେ ଟିକେ ଦେଖିବା। ଚାଲନ୍ତୁ ସାଙ୍ଗମାନେ ଆମେ ଏ ରୁମ୍ ହିଟର୍ର କ'ଣ ହେଇଛି ଆମେ ତାକୁ ଟିକେ ଖୋଲିକି ଦେଖିବା। ଚାଲନ୍ତୁ ସାଙ୍ଗମାନେ ଆମେ ରୁମ୍ ହିଟର୍ଟାକୁ ଆମେ ଖୋଲିଦେଲୁ। ସାଙ୍ଗମାନେ ଦେଖୁଥିବେ ମୁଁ ଏବେ ରୁମ୍ ହିଟର୍ଟାକୁ ଖୋଲିଦେଇଛି। ତା'ର ଫ୍ୟାନ୍ଟା ଭାଙ୍ଗି ଯାଇଛି, ଫାଟି ଯାଇଛି। ତାକୁ ଆମେ ଅଠା ମାରିକି ସାଇଜ୍ କରିକି ତାକୁ ଫିଟିଂ କରିବା। କ'ଣ କେମିତି ଫିଟିଂ ହେବ, କ'ଣ କେମିତି ଅଠା ମରା ହେବ ମୁଁ ଆପଣଙ୍କୁ ଦେଖେଇଦେବି। କ'ଣ ବର୍ତ୍ତମାନ ଇଏ କ'ଣ ହେଉଛି, ଇଏ ରୁମ୍ ହିଟର୍ କଏଲ୍ ହିଟିଂ ହେଉଛି, ଗରମ ହେଉଛି, କିନ୍ତୁ ଫ୍ୟାନ୍ଟା ବୁଲୁନି। ସେଥିପାଇଁ ସେ ପବନଟା, ଗରମ ପବନଟା ବାହାରି କରିପାରୁନି। ସେଥିପାଇଁ ଇଏ ସେ ଲୋକ ଆଣିଛନ୍ତି, ଏ ପବନଟା କାହିଁ ହେଉନି। ତାକୁ ଆମେ ଫ୍ୟାନ୍ଟାକୁ ଠିକ୍ କରିଦେଲେ ଇଏ ସବୁ କଏଲ୍ ସିଷ୍ଟମ୍ ସବୁ ଠିକ୍ ଅଛି। କେବଳ ଏଇ ଫ୍ୟାନ୍ଟା ଠିକ୍ ହେଇଗଲେ ଇଏ ଓକେ ହେଇଯିବ। ଦେଖନ୍ତୁ ମୁଁ ଆପଣଙ୍କୁ କେମିତି କ'ଣ ହେବ ମୁଁ କରିକି ଦେଖାଉଛି। ଆପଣମାନେ ଦେଖୁଥାନ୍ତୁ ଭିଡ଼ିଓକୁ। এটা ପୁରା ଫାଟି ଯାଇଛି ଆଜ୍ଞା, ତିନି ପଟରୁ। ତାକୁ ହୁସିଆରରେ ଖୋଲି ଆମେ ତାକୁ ଆଉ ଥରେ ଫିଟିଂ କରିବା। ଦେଖନ୍ତୁ ଫାଟିକି ବାହାରି ଯାଇଛି, 3 ଖଣ୍ଡ 4 ଖଣ୍ଡ ହେଇଯାଇଛି, 3 ଖଣ୍ଡ ହେଇଯାଇଛି। ଆମେ ତାକୁ ଅଠା ମାରିକି ସାଇଜ୍ କରିକି ଫିଟିଂ କରିବା। ବର୍ତ୍ତମାନ ଏ ନଟ୍ଟାକୁ ଖୋଲିବା। ଆର ଆଉ ଗୋଟେ ପିସ୍ ବି ତଳେ ଅଛି। ଖୋଲିଲା। ନଟ୍ ୱାସର ଏଇ ପିସ୍ଟା ଭାଙ୍ଗି ଯାଇଛି। ଦେଖନ୍ତୁ ସାଙ୍ଗମାନେ ଆମେ ଏଇ ଅଠାଟା ନେଇଯାଇଛୁ। ଏ ଅଠାରେ ଆମେ ଏଇ ପ୍ଲାଷ୍ଟିକ୍ ଭାଙ୍ଗି ଯାଇଛି, ଆମେ ତାକୁ ଏବେ ଫିଟିଂ କରିଦେବା। ଅଠା ମାରିଲେ ସେ ଠିକ୍ ସେଟିଂ ହେଇଯିବ। ଦେଖନ୍ତୁ କ'ଣ କେମିତି ଅଠା ମରା ହେବ। ଏ ବହୁତ ଅଳ୍ପ ଟିକେ ରହୁଛି ଆଜ୍ଞା। ଇଏ ପ୍ଲାଷ୍ଟିକ୍ ଧରିବା ପାଇଁ ବଢ଼ିଆ ହେବ। এটা ହେଉଛି ଫାଇବର ଅଠା ଆଜ୍ଞା। ଦେଖୁଥିବେ ଡବଲ ଆରାଲାଇଟ୍ ଟାଇପ୍ର, ଡବଲ ମିଶେଇଲେ ଯାଇ କାମ କରିବ। ଦେଖନ୍ତୁ ଆଜ୍ଞା ଆମେ ଏମିତି ମାରିଦେବା। ମାରିକି ଏଟାକୁ ମାରିକି ସେଟ୍ କରିଦେଲୁ। ଇଏ ଆଜ୍ଞା ସାଙ୍ଗେ ସାଙ୍ଗେ ଶୁଖିଯିବ। ଏଠି ଗୋଟେ ପଏଣ୍ଟ ଅଛି, ଏଇଟା ବି ରହିବ।
चलନ୍ତୁ ସାଙ୍ଗମାନେ ଦେଖନ୍ତୁ ଆମେ ବର୍ତ୍ତମାନ ଅଠା ମାରିଥିଲୁ ଏବେ ଅଠାଟା ଶୁଖିଯାଇଛି ଦେଖନ୍ତୁ ଅଠା ଶୁଖିଯାଇଛି ଆମେ ତାକୁ ବର୍ତ୍ତମାନ ତାକୁ ଆଜ୍ଞା ଫିଟିଂ କରିଦେବା ଦେଖନ୍ତୁ କ'ଣ କ'ଣ ଫିଟିଂ ହେଉଛି ଚାଲୁ ବି କେମିତି ହେବ ଆପଣମାନେ ଦେଖୁଥାନ୍ତୁ ଫିଟିଂ ହେଇଗଲା ତାକୁ ବେଶୀ ଟାଇଟ୍ ଦେବାନି ଆମେ ତାକୁ ହାତରେ ଭିଡ଼ି ଦେବା ଯେହେତୁ ଅଠା ମରା ହେଇକି ଫିଟିଂ ହେଇଛି ଚାଲନ୍ତୁ ଆମେ ତାକୁ ଟିକେ ଚାଲୁ କରିବା ଦେଖିବା କ'ଣ କେମିତି ଚାଲୁଛି ଆଜ୍ଞା ଫ୍ୟାନ୍ଟା ଚାଲୁ ହେଇଗଲା ଫ୍ୟାନ୍ ଠିକ୍ ଅଛି ଆମେ ତାକୁ ଅଠା ଶୁଖିନି ଆମେ ତାକୁ ଟିକେ ରଖିଦେଇକି ଫିଟିଂ କରିବା 2-3 ଘଣ୍ଟା ପରେ ଚାଲୁ କଲେ ଇଏ ଶୁଖି ଯାଇଥିବ ଚାଲନ୍ତୁ ସାଙ୍ଗମାନେ ଆମେ ଫ୍ୟାନ୍ଟାକୁ ଆମେ ଫିଟିଂ କରିଦେଲୁ ଏବେ ଆମେ ତାକୁ ଡାଇରେକ୍ଟ ଚାଲୁ କରି ଦେଖିବା ଆର ବର୍ତ୍ତମାନ ଆର କ'ଣ ହେଉଥିଲା ନା ଫ୍ୟାନ୍ଟା ଭାଙ୍ଗି ଯାଇଥିଲା ଫ୍ୟାନ୍ଟାକୁ ଅଠା ମାରିକି ଆମେ ଚେକ୍ କଲୁ ଚାଲନ୍ତୁ ଆମେ ତାକୁ ଡାଇରେକ୍ଟ ଟେଷ୍ଟ କରି ଦେଖିବା କ'ଣ କେମିତି ଚାଲୁ ହେଉଛି ବର୍ତ୍ତମାନ ଫ୍ୟାନ୍ଟା ମାରିବା ଫ୍ୟାନ୍ ମରା ହେଲା ଓକେ ଅଛି ଏବେ ଥଣ୍ଡା ପବନ ଆସୁଛି ଆମେ ତାକୁ ହିଟ୍ ମାରିବା ଦେଖନ୍ତୁ ହିଟ୍ ମରା ହେଲା ହିଟ୍ ଆସିଲା ଗରମ ହାୱା ଆସିଲା ଆଜ୍ଞା ଦେଖନ୍ତୁ ଏଇଟା ଆମର ଲାଷ୍ଟ ଆଉ ଗୋଟେ ପଏଣ୍ଟ ଅଛି ଏଇଟା ବି ଗରମ ହାୱା ଆସିଲା ପୁରା ବଢ଼ିଆ ଗରମ ହାୱା ଆସୁଛି ये ବର୍ତ୍ତମାନ ଏବେ ଠିକ୍ ହେଇଗଲା ଚାଲନ୍ତୁ ଏ କାମ ସରିଗଲା ଆମେ ତାକୁ ଟେଷ୍ଟିଂ କରିଦେଲେ ତାକୁ ଫିଟିଂ କରିଦେବା हम ताको भलसे फिटिंग करदेवा देखंतु आर काम कंप्लीट हो गला बर्तमान हम ताकू ओके कर देजु चलतु सांग मैंने आम रूम हीटरटा को काम कंप्लीट कर देजु आम ताकू टेस्टिंग कर देखा एटा फाइनल टेस्टिंग देखुते एटा फैन हला एटा हला मीडियम गरम एटा हला हाई हाई हिट गरम देखो पूरा गरम हावा आटा ओके होगा आपण मैंने देखिले भी यही टाइप आपरे आपणकर फैन प्रॉब्लम हो कि कॉइल प्रॉब्लम हो आपण भी ठीक करेंगे ये वीडियो जदि भल लगी आपण मैंने लाइक सब्सक्राइब शेयर करेंगे जय जगन्नाथ।